ଗତକାଲି ଖେଳାଯାଇଥିବା ଭାରତ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତ 4 ୱିକେଟ୍ରେ ବିଜୟୀ ହୋଇଛି। ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ 20 ଓଭରରେ ଫିଲ୍ ଶଟ୍ 26 ବଲ୍ରେ 43, ଜସ୍ ବଟଲର 67 ବଲ୍ରେ 52, ବେଥେଲ 64 ବଲ୍ରେ 51 ରନ୍ କରି ସମସ୍ତ ୱିକେଟ୍ ହରାଇ 248 ରନ୍ କରିଥିଲା। 249 ରନ୍ର ବିଜୟୀ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ଓ ରୋହିତ ଶର୍ମାଙ୍କ ୱିକେଟ୍ 19 ରନ୍ରେ 2ଟି ୱିକେଟ୍ ପଡ଼ିଥିଲା ବେଳେ ଭାରତ ସଙ୍କଟରେ ପଡ଼ିଥିଲା। ସେହି ସମୟରେ ଶୁଭମ ଗିଲ୍ ଓ ଶ୍ରେୟସ ଆୟର ପାର୍ଟନରସିପ୍ ଭାରତକୁ ବିଜୟୀ କରିଥିଲା। ଆୟର 36 ବଲ୍ରେ ଧୁଆନ୍ଧାର 59 ରନ୍ କରିଥିଲା ବେଳେ ପରେ ଅକ୍ଷର ପଟେଲ 47 ବଲ୍ରେ 52 ରନ୍ କରିଥିଲା ବେଳେ ଓ ଶେଷ ବେଳକୁ ଶୁଭମ ଗିଲ୍ 96 ବଲ୍ରେ 87 ରନ୍ର ପାରି ଖେଳିଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଆସି ଭାରତକୁ ବିଜୟୀ କରିଥିଲେ। ଏହି ବିଜୟ ପରେ ଭାରତ ସିରିଜକୁ 1-0ରେ ଆଗେଇ ଚାଲିଛି।